ରାଜ୍ୟରେ କମିଛି ଶୀତ କିନ୍ତୁ କୁହୁଡ଼ିରୁ ନିସ୍ତାର ନାହିଁ। ସକାଳୁ ସକାଳୁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି। ଆଗାମୀ 3 ଦିନ ଯାଏଁ ଜାରି ରହିବ ପ୍ରଭାବ। ଅଧାରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ। ଆଜି ପାଇଁ 11 ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଦିଆଯାଇଥିଲା ୟେଲୋ ୱାର୍ଣ୍ଣିଂ। ଆଜି ବି ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ି। କିଛି ମିଟରରୁ ବି ଦେଖାଯାଉନି ରାସ୍ତାଘାଟ। ସେହିପରି ଆସନ୍ତାକାଲି ପାଇଁ 15 ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା। ତେଣୁ ସତର୍କତା ରଖି ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। 5 ତାରିଖ ଯାଏଁ କୁହୁଡ଼ି ଲୋକଙ୍କୁ ନାକେଦମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ 3 ଦିନ ଯାଏଁ ପାଗ ଶୁଖିଲା ରହିବ। ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ 2ରୁ 3 ଡିଗ୍ରୀ ଅଧିକ ରହିପାରେ। ଆଜି ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀକୁ ଖସିଛି। ଶିମିଳିପାଳ ଅଭୟାରଣ୍ୟରେ ଥିବା ଉପର ବାରାକାମୁଡାରେ 4 ଡିଗ୍ରୀ ଏବଂ ଚହଲାରେ 5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଶିମିଳିପାଳ ସହିତ କରଞ୍ଜିଆ ଉପଖଣ୍ଡର ସୁକ୍ରୁଳି, ରରୁଆ, କରଞ୍ଜିଆ, ଠାକୁରମୁଣ୍ଡା ଏବଂ ଯଶୀପୁର ଅଞ୍ଚଳରେ ପ୍ରବଳ କୁହୁଡ଼ି ସହିତ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।